ପୁଣି କଲବଲ କଲାଣି ପରିବା ଦର। ଆଳୁ ପିଆଜ ଦର ତ ଖସୁନି, ଏହା ସାଙ୍ଗକୁ ପରିବା ଦର ହୁ ହୁ ହୋଇ ବଢ଼ି ଚାଲିଛି। ବଜାରରେ ପରିବା ଯାହାକୁ ଯେତେ, କିନ୍ତୁ ଦର ହୁ ହୁ ହୋଇ ବଢ଼ି ଚାଲିଛି। ଏବେ ପ୍ରାୟ ସବୁ ପରିବା କିଲୋ ପିଛା 60ରୁ 70 ଟଙ୍କାରେ ବିକ୍ରି ହେଉଛି। କୌଣସି କଞ୍ଚା ପରିବାରେ ହାତ ମାରି ହେଉନାହିଁ। ଅଧିକାଂଶ ପରିବାର ଦର କିଲୋ ପିଛା 2ରୁ 3 ଗୁଣ ବୃଦ୍ଧି ପାଇଛି, ଯାହା ଖାଉଟିଙ୍କ ଚିନ୍ତାର କାରଣ ହୋଇଛି। ଆଳୁ କିଲୋ 35 ଟଙ୍କାରୁ ତଳକୁ ଖସୁନଥିବା ବେଳେ ପିଆଜ 70 ଟଙ୍କାରୁ ତଳକୁ ଆସୁନି। ସେହିଭଳି ବାଇଗଣ ଦୀର୍ଘଦିନ ଧରି 80 ଟଙ୍କା ଉପରେ ରହିଛି। ଟମାଟୋ ମଧ୍ୟ 50 ତଳକୁ ଖସୁନି। କାଙ୍କଡ଼ କେଜି 100, ଭେଣ୍ଡି 60ରୁ 80 ଟଙ୍କାରେ ବିକ୍ରି ହେଉଛି। ସେହିପରି ପୋଟଳ 80 ଟଙ୍କା, କଲରା କେଜି 85, ଝୁଡ଼ଙ୍ଗ 90 ଏବଂ ବିନ୍ 180 ଟଙ୍କାରେ ପହଞ୍ଚିଛି। ସିମଲା ଲଙ୍କା 190ରୁ 200 ଟଙ୍କା, ଗାଜର 120 ଟଙ୍କା ରହିଛି। ବ୍ୟବସାୟୀମାନେ କହୁଛନ୍ତି ଯେ ରାଜ୍ୟରେ ଶୀତଦିନିଆ ଚାଷ ଭଲ ହେଲା ନାହିଁ। ପରବର୍ତ୍ତୀ ସମୟରେ ବର୍ଷାଦିନିଆ ଫସଲର ସ୍ଥିତି ମଧ୍ୟ ଏତେ ଭଲ ନାହିଁ। ତେଣୁ ରାଜ୍ୟ ଭିତରେ ଉତ୍ପାଦିତ ପନିପରିବା ବଡ଼ ବଜାରକୁ ଆସିପାରିଲା ନାହିଁ। କେବଳ ଗ୍ରାମାଞ୍ଚଳ ମାର୍କେଟରେ ଅଳ୍ପ ପରିମାଣରେ ବିକ୍ରି ହେଲା। ସହରାଞ୍ଚଳ ଗୁଡ଼ିକରେ ପନିପରିବା ପାଇଁ ବିଶେଷକରି କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଉପରେ ସମ୍ପୂର୍ଣ୍ଣ ନିର୍ଭର କରିବାକୁ ପଡ଼ୁଛି। ତେଣୁ ଦର ନିୟନ୍ତ୍ରଣ ଭିତରେ ରହୁନାହିଁ। ସେଠାକାର ମାର୍କେଟରେ ଯାହା ଦରଦାମ ରହୁଛି, ଏଠି ପରିବହନ ଓ ପରିବହନ ଜନିତ କ୍ଷୟକ୍ଷତି ମିଶିଲେ ଦର ଆକାଶ ଛୁଆଁ ହୋଇଯାଇଛି। ସେମାନଙ୍କ କହିବା ଅନୁସାରେ ଚଳିତ ବର୍ଷ ଅନିୟମିତ ବର୍ଷା ଯୋଗୁଁ କେନ୍ଦୁଝର, ଜଗତସିଂହପୁର, ବାଙ୍କୀ ଅଞ୍ଚଳରୁ ଆବଶ୍ୟକ ପରିମାଣର ବିଲାତି ବଜାରକୁ ଆସିନି। ତେଣୁ ବିଲାତି ପାଇଁ ନାସିକ, ବେଙ୍ଗାଲୁରୁ, ରାୟପୁର ଉପରେ ନିର୍ଭର କରିବାକୁ ପଡ଼ୁଛି। ସେଠି ଯାହା ଦାମ ରହୁଛି, ସେହି ଅନୁସାରେ ଆମର ଦାମ ରହୁଛି। ତଥାପି ପୂର୍ବାପେକ୍ଷା ଟମାଟୋ ଦର ସାମାନ୍ୟ କମ୍ ରହିଛି। ସେହିଭଳି ଅଧିକାଂଶ ପୋଟଳ ଏବେ କୋଲକାତାରୁ ଆମଦାନୀ ହେଉଛି। ସେହି ପୋଟଳର ଦାମ ସାମାନ୍ୟ କମ୍ ଥିବାବେଳେ ଦେଶୀ ପୋଟଳରେ ହାତ ମାରି ହେଉନି। ଆମ ରାଜ୍ୟର ବରଗଡ଼, ଅନୁଗୁଳ ଆଦି ଅଞ୍ଚଳରୁ ଦେଶୀ ପୋଟଳ ଆମଦାନୀ ହେଉଥିଲେ ହେଁ ତାହା ଆବଶ୍ୟକତା ପୂରଣ କରିବାକୁ ସକ୍ଷମ ହେଉନି। ସେହିଭଳି ଅନ୍ୟ ସମସ୍ତ ପରିବା ମଧ୍ୟ ବାହାର ରାଜ୍ୟରୁ ଆମଦାନୀ ହେଉଥିବାରୁ ଦର ହ୍ରାସ ପାଉନି। ରାଜଧାନୀର ବଡ଼ ବଜାର 1 ନମ୍ବର ପରିବା ବ୍ୟବସାୟୀ ବୈକୁଣ୍ଠ ବିଶ୍ୱାଳଙ୍କ କହିବାନୁସାରେ ଶୀତଦିନେ ଅଦିନିଆ ବର୍ଷା ଫସଲ ନଷ୍ଟ କରିଦେଲା। ବର୍ଷା ଆରମ୍ଭରୁ ନିୟମିତ ବର୍ଷା ହେଲାନି। ଫଳରେ ଆଗୁଆ ଚାଷ କରିଥିବା ଚାଷୀ ହତାଶ ହେଲେ। ତାପରେ ଲଗାଣ ବର୍ଷା ଓ ଦୀର୍ଘଦିନ ପାଣି ଜମି ରହିବା କାରଣରୁ ଫସଲ ମୂଳ ସବୁ ପଚି ନଷ୍ଟ ହୋଇଗଲା। ଏସବୁ ସମସ୍ୟା ପାଇଁ ଓଡ଼ିଶାରୁ ପରିବା ଉତ୍ପାଦନ ବାଧାପ୍ରାପ୍ତ ହେଲା। ତେଣୁ ଦରଦାମ ନିୟନ୍ତ୍ରଣକୁ ଆସୁନି। ଏହି ଦର ବୃଦ୍ଧି ନୂଆ ପରିବା ଉତ୍ପାଦନ ହେବା ପର୍ଯ୍ୟନ୍ତ ଲାଗି ରହିବ ବୋଲି ସେ କହିଛନ୍ତି। ପଶ୍ଚିମବଙ୍ଗରୁ ଓଡ଼ିଶାକୁ ପର୍ଯ୍ୟାପ୍ତ ପରିମାଣର ଆଳୁ ଆମଦାନୀ ହେଉଛି। ପୂର୍ବରୁ ଯେମିତି ଦୈନିକ କଟକ, ଭୁବନେଶ୍ୱରକୁ 300 ଟ୍ରକ୍ ଆଳୁ ଆସୁଥିଲା, ଏବେ ଆସୁଛି। ହେଲେ ଦୁଃଖର ବିଷୟ, ପାଇକାରୀ କିଲୋ ପିଛା ଦାମ 20ରୁ 22 ଭିତରେ ରହୁଥିବା ବେଳେ ଖୁଚୁରା ବଜାର ଦାମ କିନ୍ତୁ 35 ଟଙ୍କାରୁ ତଳକୁ ଖସୁନି। ସେହିଭଳି ପିଆଜ କିଲୋ ପିଛା ପାଇକାରୀ ଦାମ 45ରୁ 48 ଟଙ୍କା ରହୁଥିବା ବେଳେ ଖୁଚୁରା ବଜାରରେ 60ରୁ 70 ଟଙ୍କାରେ ବିକ୍ରି ହେଉଛି। ଦରଦାମ ବଢ଼ିବା ପ୍ରତିଯୋଗିତାରୁ ବାଦ ପଡ଼ୁନାହିଁ ରସୁଣ ଓ ଅଦା। ରସୁଣ କିଲୋ 400 ଟଙ୍କାରେ ବିକ୍ରି ହେଉଥିବା ବେଳେ ଅଦା କିଲୋ 250 ଟଙ୍କାରେ ବିକ୍ରି ହେଉଛି। ଖାଇବା ତେଲ
ଓ ଡାଲି ଦାମ ବି ବଢ଼ୁଛି। ଖାଇବା ତେଲ ଦାମ ଲିଟର ପିଛା 125 ଟଙ୍କାରେ ପହଞ୍ଚିଲାଣି। ଏହି ତେଲ 8 ଦିନ ତଳେ 110 ଟଙ୍କା ଥିବାବେଳେ ଗୋଟିଏ ସପ୍ତାହରେ ବଢ଼ି 125 ଟଙ୍କାରେ ବିକ୍ରି ହେଉଛି। ହରଡ଼ ଡାଲି କେଜି 180 ଟଙ୍କାରେ ପହଞ୍ଚିଲାଣି। ଆଉ କେତେ ଦିନ ଭିତରେ ଏହା 200 ଛୁଇଁବ ବୋଲି ବ୍ୟବସାୟୀ ମହଲରେ ଆକଳନ ହେଲାଣି। ତୁରନ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ନିୟନ୍ତ୍ରଣରେ ସରକାର ପଦକ୍ଷେପ ନ ନେଲେ ସାଧାରଣ ଲୋକ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।